ଜୟ ଜଗନ୍ନାଥ। ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନକୁ ସ୍ୱାଗତ। ପିଲାମାନେ ଆଜିର ଅଧିବେଶନରେ ଆମେ ପଢିବା ପଞ୍ଚମୀ ବିଭକ୍ତି। ପୂର୍ବ ପିରିୟଡରେ ଆମେ ପଢିଥିଲେ ଚତୁର୍ଥୀ ବିଭକ୍ତି। ତୁମକୁ ସେତେବେଳେ କହିଥିଲି ଟିକେ ଧୈର୍ଯ୍ୟ ଦରକାର। ଧୈର୍ଯ୍ୟର ଫଳ ସବୁବେଳେ ମିଠା ହୋଇଥାଏ। ପିଲାମାନେ ଆମେ ପାଠ ତ ପଢିବା କିନ୍ତୁ ତାକୁ ମନେ ରଖିବା ପାଇଁ ଆମର ଟିକେ ସାହସ ଟିକେ ଧୈର୍ଯ୍ୟ ଥିଲେ ଆମେ କିଛି ସମୟ ଅପେକ୍ଷା କଲେ ତାହା ସଫଳ ହୁଏ। ତେଣୁ ଆଜିର ଯୋଉ ପଞ୍ଚମୀ ବିଭକ୍ତି ୟାକୁ ଧୈର୍ଯ୍ୟର ସହିତ ଦେଖ, ନିଶ୍ଚିତ ଭାବରେ ତୁମର ଭଲ ହବ। ଥରେ ତୁମେ ପଢିଦେଲା ମାନେ ନିଶ୍ଚିତ ଭାବରେ ତୁମର ମାନସ ପଟଳ ଭିତରେ ତାହା ସବୁ ସମୟ ପାଇଁ ସବୁଦିନ ପାଇଁ ରହିଯିବ। ତାହେଲେ ଆସ ଚାଲ ଆଗ ଯିବା ପଞ୍ଚମୀ ବିଭକ୍ତି କୋଉଠି କୋଉଠି ହୁଏ ଆଗ ଦେଖିବା, ତାପରେ ଆମେ ତାକୁ ବିଶଦ ଭାବରେ ଆଲୋଚନା କରିବା। ପ୍ରଥମେ ଦେଖ ଏଇ ନିୟମ ଆଗ ମନେ ରଖିଦିଅ, ନହେଲେ ଖାତାରେ ଲେଖିଦିଅ। ତାହେଲେ ପ୍ରଥମେ ହେଲା ଅପାଦାନେ ପଞ୍ଚମୀ। ଅପାଦାନ କାରକରେ ପଞ୍ଚମୀ ବିଭକ୍ତି ହୁଏ। ତାପରେ କେତୋଟି ଧାତୁ ଯୋଗରେ ଯେମିତି ଜୁଗୁପ୍ସା, ବିରାମ ଆଉ ପ୍ରମାଦ ଏଇ ସବୁ ଧାତୁ ଯୋଗରେ ପଞ୍ଚମୀ ହୁଏ। ତାପରେ ଭୟାର୍ଥକ ଧାତୁ ଯୋଗରେ ମଧ୍ୟ ପଞ୍ଚମୀ ବିଭକ୍ତି ହୁଏ। ତାପରେ ଆଉ ଗୋଟେ ହେଲା ପରା ଉପସର୍ଗ ଜି ଧାତୁରୁ ପଞ୍ଚମୀ ବିଭକ୍ତି ହୁଏ। ଆଉ କେତୋଟି ନିୟମ ଅଛି ମଧ୍ୟ ବାରଣାର୍ଥାନାମ ପଞ୍ଚମୀ। ଦେଖିବା ସେଠି ବାରଣ କରିବା ଯୋଗରେ କେମିତି ପଞ୍ଚମୀ ବିଭକ୍ତି ହୁଏ। ପଢିଗଲା। ତାପରେ ଆମେ ପଢିବା ଅନ୍ତର୍ଧୌ ଯେନ ଦର୍ଶନ ମିଛତି। କିଛି ବ୍ୟବଧାନ ଥାଇ ଯଦି କିଛି ଲୁଚେଇକିରି ଦେଖିବାକୁ ହୁଏ ସେଠି ମଧ୍ୟ ପଞ୍ଚମୀ ବିଭକ୍ତି ହୁଏ। ଜନି କର୍ତ୍ତୁକ ଅର୍ଥାତ୍ ଗୋଟେ ଜାଗାରୁ ଗୋଟେ ଜିନିଷ ମାନେ ଉତ୍ପତ୍ତି ହେଲେ ସେଠି ପଞ୍ଚମୀ ହୁଏ। ଆଉ ଭୁବଃ ପ୍ରଭାବଃ ଉତ୍ପତ୍ତି ଅର୍ଥରେ ପଞ୍ଚମୀ ହୁଏ। ଆଉ କେତେ ଜାଗାରେ ମଧ୍ୟ ପଞ୍ଚମୀ ବିଭକ୍ତି ହୁଏ ପଞ୍ଚମୀ ବିଭକ୍ତି। ଲ୍ୟପ୍ ଲୋପେ ପଞ୍ଚମୀ ହୁଏ। ଆଉ କେତୋଟି ଅବ୍ୟୟ ପଦ ଯୋଗରେ ମଧ୍ୟ ପଞ୍ଚମୀ ବିଭକ୍ତି ହୁଏ। ବୁଝିପାରୁଛ? କେତୋଟି ଅବ୍ୟୟ ପଦ ଯୋଗରେ ପଞ୍ଚମୀ ବିଭକ୍ତି ହୁଏ। ତାହେଲେ ଆମେ ଏବେ ଦେଖିବା ହେଲା କେତୋଟି ଅବ୍ୟୟ ପଦ ଯୋଗରେ ପଞ୍ଚମୀ ବିଭକ୍ତି ହୁଏ। ଏବେ ବର୍ତ୍ତମାନ ଆମେ ଦେଖିବା କଣ ସବୁ ହଉଛି କୋଉଠି କେମିତି। ଦେଖ ଅପାଦାନ କାରକରେ କେମିତି ପଞ୍ଚମୀ ବିଭକ୍ତି ହଉଛି। ଅପାୟ ମାନେ ବିଚ୍ଛେଦ। ଅପାୟ ଗୋଟେ ଶବ୍ଦ, ଆର ଅର୍ଥ ହଉଛି ବିଚ୍ୟୁତି ବା ବିଚ୍ଛେଦ। ତେଣୁ ଯାହାଠାରୁ ଯାହାକୁ ବିଚ୍ଛେଦ କରାଯାଏ ସେଠି ପଞ୍ଚମୀ ବିଭକ୍ତି ହୁଏ। ହେଲା ପିଲାମାନେ? ଏବେ ତମେ ମନେ ରଖ ଗୋଟେ ବଢିଆ ଉଦାହରଣଟେ ଦେଖ। ବୃକ୍ଷାତ୍ ପତ୍ରମ୍ ପତତି। ବୃକ୍ଷାତ୍ ପତ୍ରମ୍ ପତତି। ଏଠି ଆମେ କଣ ଦେଖୁଛେ? ଗଛରୁ ପତ୍ରଟି ପଡୁଛି, ମାନେ ଗଛରୁ ପତ୍ରଟା ସମ୍ପୂର୍ଣ୍ଣ ଅଲଗା ହେଇଗଲା। ହେଲା, ପତ୍ରଟା ପୁଣି ଯାଇ ଲାଗିଯିବନି। ତେଣୁ ସେଠୁ କଣ କହିବା? ସେଠି ହଉଛି ପଞ୍ଚମୀ ବିଭକ୍ତି। ବିଚ୍ଛେଦ ହେଲା ଗଛରୁ ପତ୍ରଟି। ସେମିତି ଆକାଶାତ୍ ବାରି ପତତି। ଆକାଶରୁ ଯେତେବେଳେ ପାଣି ପଡୁଛି ସେ ବି ପଞ୍ଚମୀ ବିଭକ୍ତି। ଆକାଶରୁ ବାରିଟା ଅଲଗା ହେଇଗଲା। ବୁଝିପାରିଲ? ଆରୋହୀ ଧାବତଃ ଅଶ୍ୱାତ୍ ଅପତତ୍। ଦୌଡୁଥିବା ଅଶ୍ୱରୁ ସେ ପଡିଗଲା, ଆରୋହୀ ଜଣକ। ତେଣୁ ସେଠି ସମ୍ପୂର୍ଣ୍ଣ ପଡିଗଲା, ସେ ଅଶ୍ୱରୁ ଅଲଗା ହେଇଗଲା। ତେଣୁ ପଞ୍ଚମୀ ବିଭକ୍ତି ହବ। ତାପରେ ଆମେ ଦ୍ୱିତୀୟ ନିୟମ ପଢିଥିଲେ ଜୁଗୁପ୍ସା। ଜୁଗୁପ୍ସା ମାନେ ଘୃଣା କରିବା। ବିରାମ ଅର୍ଥାତ୍ ବିରତି ନବା। ଆଉ ପ୍ରମାଦ ଏଇ ଧାତୁ ଯୋଗରେ ସବୁ ପଞ୍ଚମୀ ବିଭକ୍ତି ହୁଏ। ହେଲା, ପାପାତ୍ ଜୁଗୁପ୍ସତେ ସାଧୁହୁ। ସାଧୁ ପାପକୁ ଘୃଣା କରୁଛନ୍ତି। ତାହେଲେ ଜୁଗୁପ୍ସତେ ଯୋଗେ ପାପାତ୍ ହେଲା ପଞ୍ଚମୀ ବିଭକ୍ତି। ସେମିତି ସହ ପଠନାତ୍ ବିରମତି। ସେ ପଢାରୁ ବିଶ୍ରାମ ନଉଛି, ବିଚ୍ୟୁତ ହେଉଛି। ହେଲା, ସାଧୁହୁ ସନ୍ମାର୍ଗାତ୍ ପ୍ରମଦ୍ୟତି। ସେ ଧର୍ମରୁ ବିଚ୍ୟୁତ ହଉଛନ୍ତି। ତେଣୁ ଏଇ ସବୁ ଜୁଗୁପ୍ସା, ପ୍ରମାଦ ଆଉ ବିରାମ ଏହା ଯୋଗେ ପଞ୍ଚମୀ ବିଭକ୍ତି ହୁଏ। ଭୟ କରିବା ଧାତୁ ଯୋଗରେ ପିଲାମାନେ ପଞ୍ଚମୀ ବିଭକ୍ତି ହୁଏ। ଭି ଧାତୁ। ହେଲା, ଭି ଧାତୁ ଆଉ କୋଉ ଧାତୁ? ରକ୍ଷା କରିବା, ତ୍ରାଣ। ତ୍ରାଣ ଧାତୁ। ଏଇ ଦିଟା ଯାକ ଧାତୁ ଯୋଗରେ ପଞ୍ଚମୀ ବିଭକ୍ତି ହୁଏ। ଭୟ ଆଉ ତ୍ରାଣ। ଯେମିତି ସହ ଚୌରାତ୍ ବିଭେତି। ସେ ଚୌରକୁ ଭୟ କରୁଛି। ଆମେ ଗୋଟେ ବଢିଆ ଉଦାହରଣ ଆମେ କରିପାରିବା। ସର୍ପଃ ନକୁଳାତ୍ ବିଭେତି। ବୁଝିପାରିଲ? ତା ମାନେ କଣ? ସର୍ପଃ ନକୁଳାତ୍। ନକୁଳ ମାନେ କଣ ବୁଝିପାରୁଛ ନା? ନକୁଳାତ୍ ମାନେ ନେଉଳ। ନକୁଳାତ୍ ବିଭେତି। ହେଲେ ସର୍ପ ନେଉଳ ଠାରୁ ଭୟ ପାଉଛି। ବିଭେତି। ଏଠି ପଞ୍ଚମୀ ବିଭକ୍ତି ହଉଛି। ହେଲା, ଭି ଧାତୁ ଯୋଗେ ପଞ୍ଚମୀ। ସେହିପରି ତ୍ରାୟ, ତ୍ରାଣ ବା ରକ୍ଷା କରିବା ଧାତୁ ଯୋଗେ ପଞ୍ଚମୀ ବିଭକ୍ତି ହୁଏ। ଭବସାଗରାତ୍ ତ୍ରାୟସ୍ୱମାମ୍। ମତେ ଭବସାଗରରୁ ରକ୍ଷା କର। ତାହେଲେ ଏଠି ରକ୍ଷା କରିବା ଧାତୁ ଯୋଗେ ପଞ୍ଚମୀ ବିଭକ୍ତି ହୁଏ। ତାହେଲେ ଭୟ ଆଉ ରକ୍ଷା କରିବା ଧାତୁ ଯୋଗରେ ପଞ୍ଚମୀ ବିଭକ୍ତି ହୁଏ। ସେମିତି ପରା ଉପସର୍ଗ ଜି ଧାତୁରୁ ପଞ୍ଚମୀ ବିଭକ୍ତି ହୁଏ। ପରା ଉପସର୍ଗ ଜି ଧାତୁରୁ ପଞ୍ଚମୀ ବିଭକ୍ତି ହୁଏ।
ଯଥା ଅଧ୍ୟୟନାତ୍ ପରାଜୟତେ କାମଃ ହେଲା, ଅଧ୍ୟୟନରୁ ଧାର୍ମିକଃ ପାପାତ୍ ପରାଜୟତେ, ଏସବୁ ଜାଗାରେ ପରା ଉପସର୍ଗ ଜି ଧାତୁରୁ ପଞ୍ଚମୀ ବିଭକ୍ତି ହୁଏ। ବାରଣ କରିବା ଧାତୁ ଯୋଗରେ ପଞ୍ଚମୀ ବିଭକ୍ତି ହୁଏ। ବାରଣ କରିବା ମାନେ ବାଧା ଦେବା, ଯେମିତି ଶସ୍ୟେଭ୍ୟଃ ଗାମ୍ ବାରୟତି, ଶସ୍ୟ ଖାଇଯାଉଛି ଗାଈ, ତେଣୁ ତାକୁ ବାରଣ କରାଯାଉଛି, ଶସ୍ୟେଭ୍ୟଃ ଗାମ୍ ବାରୟତି। ତାହେଲେ ଏଠି ବାରଣ କରିବା ଧାତୁ ଯୋଗରେ ପଞ୍ଚମୀ। ସେହିପରି କୌଣସି ବ୍ୟବଧାନ ଥାଇ ଯଦି ଯାହାଠାରୁ ନିଜକୁ ଲୁଚେଇ ରଖିବାକୁ ହୁଏ, ସେଠାରେ ଅପାଦାନ ସଂଜ୍ଞା ହୁଏ, ଯେମିତି ମାତୁଃ ନିଲୀୟତେ କୃଷ୍ଣ। ତାହେଲେ ତମେ ଏଇଟା ମନେ ରଖିଦିଅ, ନିଲୀୟତେ ଯୋଗେ ପଞ୍ଚମୀ, ଏତିକି ମନେ ରଖିଦିଅ, ନିଲୀୟତେ ଯୋଗେ ପଞ୍ଚମୀ ହେଲା। ତାହେଲେ ଯଦି କିଛି ବ୍ୟବଧାନ ଥାଏ, ଜଣେ ଜଣଙ୍କ ଠାରୁ ଲୁଚାଏ, ତାହେଲେ ସେଠି ପଞ୍ଚମୀ ବିଭକ୍ତି ହବ। ସେମିତି ଆଖ୍ୟାତ ଶବ୍ଦ ନିୟମ ପୂର୍ବକ ବିଦ୍ୟା ଗ୍ରହଣରେ ଗୁରୁଙ୍କୁ ଆଖ୍ୟାତା ବୋଲି କୁହାଯାଏ, ସେଠାରେ ମଧ୍ୟ ଅପାଦାନ ସଂଜ୍ଞା ହୁଏ, ଯଥା ଆଚାର୍ଯ୍ୟାତ୍ ଶାସ୍ତ୍ରମ୍ ଅଧୀତେ, ଆଚାର୍ଯ୍ୟଙ୍କ ଠାରୁ ଶାସ୍ତ୍ର ଅଧ୍ୟୟନ କରାଯାଉଛି, ଏଠି ଆଖ୍ୟାତ ଅର୍ଥରେ ପଞ୍ଚମୀ। ସେମିତି ଦେଖ ଆଉ ଗୋଟେ ନିୟମ, ଜନି କର୍ତ୍ତୁ ପ୍ରକୃତି, ତା ମାନେ ଯଦି ଜାତ ହେବା ଅର୍ଥରେ, ଯେମିତି ଆମେ କହୁଛେ ପୁଷ୍ପାତ୍ ଫଳମ୍ ଜାୟତେ, ଫୁଲରୁ ଫଳ ଜାତ ହଉଛି, ତାହେଲେ ଏଠି ଜାୟତ ଯୋଗେ ଜନି କର୍ତ୍ତୁ ଯୋଗେ ପଞ୍ଚମୀ। ନବନୀତାତ୍ ଘୃତମ୍ ଉତ୍ପଦ୍ୟତେ, ତାହେଲେ ଲହୁଣୀରୁ ଘିଅ ଉତ୍ପତ୍ତି ହଉଛି, ତେଣୁ ସୃଷ୍ଟି ହଉଛି, ସେଇ ଜାଗାରେ ପଞ୍ଚମୀ ବିଭକ୍ତି ହବ। ପୁଣି ଆଉ ଗୋଟେ ନିୟମ ହେଲା ଭୁବଃ ପ୍ରଭବଃ, ଅର୍ଥାତ୍ ଯେଉଁଠାରୁ କିଛି ବାହାରେ ସେଠି ବି ପଞ୍ଚମୀ ବିଭକ୍ତି ହବ, ଯେମିତି ହିମାଳୟାତ୍ ଗଙ୍ଗା ପ୍ରଭବତୀ, ତାହେଲେ ହିମାଳୟରୁ ପିଲାମାନେ କିଏ ବାହାରିଛି? ଗଙ୍ଗା, ତେଣୁ ଏଠି ଭୁବଃ ପ୍ରଭବଃ ମାନେ ଗୋଟେ ଜାଗାରୁ ବାହାରିଥିବା ହାତରୁ ଏଠୁ ପଞ୍ଚମୀ ବିଭକ୍ତି ହଉଛି। ସେମିତି ପଞ୍ଚମୀ ବିଭକ୍ତି ଆଉ କୋଉଥିରେ ହବ, ଉତ୍କର୍ଷ ଆଉ ଅପକର୍ଷ ସୂଚିତ ହଉଥିଲେ ମଧ୍ୟ ସେଠି ପଞ୍ଚମୀ ବିଭକ୍ତି ହବ, ଯେମିତି ବିନ୍ଧ୍ୟାତ୍ ହିମାଳୟଃ ଉଚ୍ଚତରଃ, ବିନ୍ଧ୍ୟରୁ, ବିନ୍ଧ୍ୟ ପର୍ବତ ଠାରୁ ହିମାଳୟ କଣ ଉଚ୍ଚତର, ତେଣୁ ଯଦି ଉତ୍କର୍ଷ ଆଉ ଅପକର୍ଷ ବା ଦୁଇଟି ଭିତରେ ବୁଝେଇବ, ସେଠି ପଞ୍ଚମୀ ବିଭକ୍ତି ହବ। ସେମିତି ଲ୍ୟପ୍ ଲୋପେ ପଞ୍ଚମୀ, ବୁଝିପାରିଲ, ଲ୍ୟପ୍ ଲୋପେ ପଞ୍ଚମୀ, ମନେକର ପିଲାଟି କୋଠାକୁ ଚଢି ରଥ ଦେଖୁଛି, କଣ ହବ, ଶିଶୁଃ ପ୍ରାସାଦମ୍ ଆରୁହ୍ୟ, ନାଇଁ ପ୍ରାସାଦମ୍ ଆରୁହ୍ୟ, ପ୍ରାସାଦମ୍ ଆରୁହ୍ୟ ନ କରିକି ଆମେ କଣ କରିପାରିବା, ପ୍ରାସାଦାତ୍, ହେଲେ ଆମେ ଏତକ ନ କରିପାରିବା, ପ୍ରାସାଦମ୍ ଆରୁହ୍ୟ ମାନେ ଛାତକୁ ଚଢିକିରି ଦେଖୁଛି, ଆମେ ଏତକ ନ କରିକି ଆମେ କରିପାରିବା କଣ, ଶିଶୁଃ ପ୍ରାସାଦାତ୍, ଶିଶୁଃ ପ୍ରାସାଦାତ୍ ଘୋଷଯାତ୍ରାମ୍ ପଶ୍ୟତି, ଆମେ ଏଇ କରିପାରିବା, ବୁଝିପାରୁଛ, ଶିଶୁଃ ପ୍ରାସାଦାତ୍, ପ୍ରାସାଦାତ୍ ଏଠି କଣ ହେଲା, ଲ୍ୟପ୍ ଲୋପେ ପଞ୍ଚମୀ, ପ୍ରାସାଦାତ୍ ଯାତ୍ରାମ୍ ପଶ୍ୟତି, ଯାତ୍ରାମ୍ ପଶ୍ୟତି, ତାହେଲେ ଆକୁ କଣ କହିବା, ଲ୍ୟପ୍ ଲୋପେ ପଞ୍ଚମୀ, ବୁଝିପାରିଲ। ତାପରେ ହେତୁ ଯୋଗରେ ମଧ୍ୟ ପଞ୍ଚମୀ ହୁଏ, ତମେ ଆଗରୁ ପଢିଥିଲ ହେତୁ ଯୋଗେ ତୃତୀୟା ବିଭକ୍ତି ହୁଏ ପଢିଥିଲ, ବୃଦ୍ଧଃ ଶୀତେନ କମ୍ପତି ପଢିଥିଲ, ବୃଦ୍ଧ ଶୀତାତ୍ କମ୍ପତି ମଧ୍ୟ ହବ, ବୃଦ୍ଧଃ ଶୀତେନ କମ୍ପତି ବା ଶୀତାତ୍ କମ୍ପତି, ବୃଦ୍ଧ ଜଣକ କଣ ଶୀତ ହେତୁରୁ ଥରୁଛନ୍ତି, ତାହେଲେ ଏଠି ପଞ୍ଚମୀ ବିଭକ୍ତି ହେଲା, ଆମେ ତ ପଢିଥିଲେ ତୃତୀୟା ବିଭକ୍ତି ପଢିଥିଲେ ଶୀତେନ, ନାଇଁ ଏଠି ପଞ୍ଚମୀ ବିଭକ୍ତି ମଧ୍ୟ ହବ, ବୁଝିପାରିଲ ଏଥର, ତାହେଲେ ହେତୁ ଯୋଗେ ପଞ୍ଚମୀ ବିଭକ୍ତି ହୁଏ, ହେତୁ ପଞ୍ଚମୀ ତାକୁ କହନ୍ତି। ତାପରେ ଆମେ ପଢିବା କେତେ ଗୁଡିଏ ଅବ୍ୟୟ ପଦ ଯୋଗରେ ବା କେତେ ଗୁଡିଏ ଶବ୍ଦ ଯୋଗରେ ପଞ୍ଚମୀ ବିଭକ୍ତି ହୁଏ, ଯେମିତି ଦେଖ ଭିନ୍ନ, ଅନ୍ୟ, ଇତର, ଏହା ଯୋଗରେ ପଞ୍ଚମୀ ବିଭକ୍ତି ହୁଏ, ରାମଃ ଶ୍ୟାମାତ୍ ଭିନ୍ନଃ ବା ରାମଃ ଶ୍ୟାମାତ୍ ଅନ୍ୟଃ ବା ରାମଃ ଶ୍ୟାମାତ୍ ଇତରଃ, ବୁଝିପାରିଲ, ଭିନ୍ନ, ଅନ୍ୟ, ଇତର ଯୋଗରେ ପଞ୍ଚମୀ ବିଭକ୍ତି ହୁଏ। ତାପରେ ଦୂର ବା ନିକଟ ଅର୍ଥରେ ଆରାତ୍, ଆରାତ୍ ମାନେ ଦୂର ବା ନିକଟ ଅର୍ଥରେ ପଞ୍ଚମୀ ବିଭକ୍ତି ହୁଏ, ଯେମିତି ଗୃହାତ୍ ଆରାତ୍ ଉଦ୍ୟାନମ୍ ଅସ୍ତି, ଆରାତ୍ ମାନେ ଦୂର ବା ନିକଟ ହେଲା। ଋତେ ଯୋଗରେ ମଧ୍ୟ ପଞ୍ଚମୀ ବିଭକ୍ତି, ଆମେ ପଢିଥିଲେ ଋତେ ଆଉ ବିନା ଯୋଗେ ଦ୍ୱିତୀୟ ବିଭକ୍ତି ହଉଥିଲା ପଢିଥିଲେ, ଏଠି ଆମେ ପଞ୍ଚମୀ ବିଭକ୍ତି ମଧ୍ୟ ପଢିବା, ବିଦ୍ୟାୟାଃ ବିନା ଜୀବନମ୍ ବୃଥା ବା ବିଦ୍ୟାୟାଃ ଋତେ ସୁଖମ୍ ନାସ୍ତି, ବୁଝିଲା, ଋତେ ଆଉ ବିନା ଯୋଗରେ କଣ ହେଇପାରିବ, ପଞ୍ଚମୀ ବିଭକ୍ତି ହବ। ପୂର୍ବମ୍ ଆଉ ପ୍ରାକ୍,
ଏହା ଯୋଗରେ ପୂର୍ବମ ମାନେ କଣ? ପ୍ରଥମ ପୂର୍ବରୁ, ପ୍ରାକ୍ ମାନେ ପୂର୍ବରୁ, ଏହା ଯୋଗରେ କଣ ପଞ୍ଚମ ବିଭକ୍ତି ହୁଏ। ଭୋଜନାତ୍ ପୂର୍ବମ ହସ୍ତମ ପ୍ରକ୍ଷାଳୟ, ନହେଲେ ଭୋଜନାତ୍ ପ୍ରାକ୍ ହସ୍ତମ ପ୍ରକ୍ଷାଳୟ। ସେଇପରି ପରମ, ପରମ ବା ଅନନ୍ତରମ, ଆ ମାନେ କଣ? ପରେ। ପ୍ରାକ୍ ମାନେ ପୂର୍ବ, ପରମ ମାନେ ପରେ। ତାହେଲେ ପଠନାତ୍ ଅନନ୍ତରମ କ୍ରୀଡ଼, ନାଇଁ, ପଢି ସାରିବା ପରେ ଖେଳ। ସେମିତି ପୃଥକ ଯୋଗେ ମଧ୍ୟ ପଞ୍ଚମ ବିଭକ୍ତି ହବ। ସୁବର୍ଣ୍ଣମ ରୌପ୍ୟାତ୍ ପୃଥକ, ତଥା ସୁନା ରୂପା ଠାରୁ ଅଲଗା। ବୁଝିଗଲ? ଏଠି ମଧ୍ୟ ପଞ୍ଚମୀ, ଏଇ ସବୁ ଅବ୍ୟୟ ପଦ ଯୋଗେ ପଞ୍ଚମୀ ହୁଏ। ଆରଭ୍ୟ, ଆରଭ୍ୟ ମାନେ ଆରମ୍ଭ କରି। ବାଲ୍ୟାତ୍ ଆରଭ୍ୟ ସହ ପରିଶ୍ରମୀ ହିଁ, ପିଲାଦିନୁ ଆରମ୍ଭ କରି ସେ ପରିଶ୍ରମୀ। ଏଠି ମଧ୍ୟ ଆରଭ୍ୟ ଯୋଗରେ ପଞ୍ଚମୀ ବିଭକ୍ତି ହୁଏ। ବହି ଯୋଗେ ପଞ୍ଚମୀ ବିଭକ୍ତି, ବହି ମାନେ ବାହାରେ। ଗ୍ରାମାତ୍ ବହି କ୍ଷେତ୍ରାଣୀ ଶୋଭନ୍ତେ, ଗାଁର ବାହାରେ କଣ ଅଛି? କ୍ଷେତ୍ର ଗୁଡିକ ଅଛି। ଆଚ୍ଛା, କାଳବାଚକ ଶବ୍ଦ ଯୋଗରେ ମଧ୍ୟ କଣ ହୁଏ? ପଞ୍ଚମୀ ବିଭକ୍ତି ହୁଏ। ଯେମିତି ଗ୍ରାମାତ୍ ପୂର୍ବ ଦିଶି ଦେବାଳୟ, ଗାଁର ପୂର୍ବ ଦିଗରେ କଣ ଅଛି? ଦେବାଳୟ ଅଛି। ଏହିପରି କଣ ପଞ୍ଚମୀ ବିଭକ୍ତି ହବ। ଆଜନ୍ମନଃ ସ ସରଳଃ, ଜନ୍ମରୁ ଆରମ୍ଭ କରି ସେ ସରଳ। ଆମେ ଯୋଉ ଏମିତି ଆରଭ୍ୟ ଏଇନେ ପଢିଥିଲି। ଆମରଣାତ୍ ସତ୍ୟମ ବଦ୍ଧ, ଆ ଉପସର୍ଗ ଲାଗିଗଲେ ଆମରଣାତ୍ ସତ୍ୟମ ବଦ୍ଧ, ତା ମାନେ ମରିବା ପର୍ଯ୍ୟନ୍ତ ବି ସତ କୁହ। ପ୍ରତି ଯୋଗରେ ଆମେ ଦ୍ୱିତୀୟ ବିଭକ୍ତି ପଢିଥିଲେ, କିନ୍ତୁ ପ୍ରତିନିଧି ଅର୍ଥରେ ପଞ୍ଚମ ବିଭକ୍ତି ହୁଏ। ଯେମିତି ପୁତ୍ରଃ ପିତୁଃ ପ୍ରତି, ତା ମାନେ ହେଲା ପିତାଙ୍କ ପରେ ପୁଅ ହଉଛି କଣ? ଘରର ପ୍ରତିନିଧି। ଆଉ ଗୋଟେ କଥା, ଭଲ କଥା ମନେ ରଖ, ଦକ୍ଷିଣାହି ଉତ୍ତରାହି ହେଲା, ଏହା ଯୋଗରେ ଦକ୍ଷିଣାହି ଉତ୍ତରାହି ବୁଝିପାରୁଛ? ଦକ୍ଷିଣରେ ଉତ୍ତରରେ, ଏହା ଯୋଗରେ ପଞ୍ଚମ ବିଭକ୍ତି ହୁଏ। ହିମାଦ୍ରେଃ ଦକ୍ଷିଣାହି ବିନ୍ଧ୍ୟ ବା ବିନ୍ଧ୍ୟାତ୍ ଉତ୍ତରାହି ହିମାଳୟ, ଉତ୍ତରାହି ଆଉ ଦକ୍ଷିଣାହି, ଉତ୍ତର ଦିଗ ବା ଦକ୍ଷିଣ ଦିଗରେ, ଏହା ଯୋଗରେ ପଞ୍ଚମ ବିଭକ୍ତି ହବ। କୁଚ୍ଛ ଆଉ ସ୍ତୋକ, ଏହା ଅର୍ଥରେ ମଧ୍ୟ ପଞ୍ଚମ ବିଭକ୍ତି ହବ। ଅର୍ଥାତ୍ ସହ କୁଚ୍ଛାତ୍ ମୁକ୍ତଃ, ସେ କୌଣସି ପ୍ରକାରେ ରକ୍ଷା ପାଇଗଲା ଅଳ୍ପ କରି, ବା ସହ ସ୍ତୋକାତ୍ ରହିତ, ସେ ବହୁ କଷ୍ଟରେ ରକ୍ଷା ପାଇଗଲା। ତାହେଲେ ପିଲାମାନେ, ଏହିପରି ଆମେ ପଞ୍ଚମ ବିଭକ୍ତି ମାତ୍ର 10ଟି ନିୟମ ଆମେ ଆଗ ମନେ ରଖିଦବା, ତାପରେ ତାକୁ ଧୀରେ ଧୀରେ ଆମେ ପଢିଲେ ଆମର ମନେ ରହିଯିବ। ହେଲେ ଏଇ ଅବ୍ୟୟ ପଦ ଯୋଗରେ ମଧ୍ୟ ପଞ୍ଚମ ବିଭକ୍ତି ହୁଏ। ପଞ୍ଚମ ବିଭକ୍ତି ଥରେ ଦିଥର ପିଲାମାନେ ମନ ଦେଇକି ପଢିଲେ ନିଶ୍ଚିତ ଭାବରେ ହବ, ମନେ ରହିଯିବ। ତୁମେ ଭୟ କଲେ ତ ସବୁ ଭୟ ଲାଗିବ, ଆଉ ମନେ ଦେଇକି ପଢ, ନିଶ୍ଚିତ ଭାବରେ ହବ। ଆଜି ପାଇଁ ତାହେଲେ ଏଇଠି ଆମେ ରହିବା। ପୁଣି ଆଉ ଗୋଟେ ପିରିୟଡରେ ଷଷ୍ଠୀ ବିଭକ୍ତିକୁ ନେଇକି ମୁଁ ତୁମ ଆଗରେ ଉପସ୍ଥିତ ହେବି। ସେତେ ପର୍ଯ୍ୟନ୍ତ ତୁମେ ଟିକେ ପଢ ଧୈର୍ଯ୍ୟର ସହିତ। ରହିବା ତାହେଲେ।